ଲୁଚାପଡ଼ାରେ ବିଜେଡିର କର୍ମୀ ସମ୍ମିଳନୀ। କୁକୁଡ଼ାଖଣ୍ଡି ବ୍ଲକ ଅଧୀନରେ ଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲୁଚାପଡ଼ା ଗ୍ରାମରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବଡ଼ସାହି ବୈଦ୍ୟମଠ ସମ୍ମୁଖରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, 10 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, କର୍ପୋରେଟର ଦୁର୍ଗା ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ସମାଜସେବୀ ରାଜେନ୍ଦ୍ର ପାତ୍ର, କର୍ପୋରେଟର ମଳୟ ବିଶୋଇ, ପୂର୍ବତନ ବିଆରଏମସି ସଭାପତି ସୁରେଶ ଚନ୍ଦ୍ର ସାହୁ, ଜ୍ୟୋତିରଞ୍ଜନ, ମଧୁ ନରସିଂହ ସେଠୀ, ଡି ଦଣ୍ଡପାଣି ପାତ୍ର, ଡି ଭଗବାନ ପାତ୍ର, ଲୋଚନ ପାତ୍ର, ଜି ସନ୍ତୋଷ ପାତ୍ର, ରବୀନ୍ଦ୍ର ପାତ୍ର, ଆଶିଷ ପାତ୍ର, ଶ୍ରୀନିବାସ ପାତ୍ର, ପୂର୍ବତନ ସରପଞ୍ଚ ମିନତୀ ବେହେରାଙ୍କ ସମେତ ପଞ୍ଚାୟତର ପ୍ରାୟ 1000 ଊର୍ଦ୍ଧ୍ୱ କର୍ମୀମାନେ ଉପସ୍ଥିତ ରହି ନୂତନ କମିଟି ଗଠନ କରିଥିଲେ। କୁକୁଡ଼ାଖଣ୍ଡିରୁ ବିଭୁନନ୍ଦନ ପଣ୍ଡାଙ୍କ ରିପୋର୍ଟ, ଗଞ୍ଜାମ ସମାଚାର। गंजाम समाचार आपणकर लेटेस्ट खबर पई लाइक, शेयर, सब्सक्राइब एवं फॉलो करंतु। गंजाम समाचार फेसबुक, यूट्यूब, ट्विटर पेज को अधिक तथ्य पई विजिट करंतु आम वेबसाइट www.ganjamsamachar.com।